କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖୁ ତାହା ହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ। ସମସ୍ତେ ମୋ ସହିତ ଟିକେ ପାଳି ଧରିବେ କି? ମୁଁ କହିବି ମୋ ପଛେ ପଛେ ଆପଣମାନେ ସମସ୍ତେ କହିବେ। ଯାହାର ବାଇବଲ ଅଛି ତ ଭଲ କଥା, ଖୋଲିକି ମଧ୍ୟ ରଖିପାରିବେ। ଯେଉଁମାନେ ବାଇବଲ ଆଣିନାହାନ୍ତି ତ ମୋ ସହିତ ପାଳି ଧରନ୍ତୁ। ଏପରି ଲେଖା ଅଛି, କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖୁ ତାହା ହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ। ଆରମ୍ଭରେ ଯେଉଁ ବିଶ୍ୱାସ ଥିଲା ସେଇ ବିଶ୍ୱାସକୁ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ଧରି ରଖିବାକୁ ପଡ଼ିବ। ପ୍ରଭୁଙ୍କ ଲୋକମାନେ, ଅନେକଙ୍କର ଆରମ୍ଭ ଭଲ ଥାଏ, ଶେଷ ଭଲ ଥାଏ। ପ୍ରାୟତଃ ଅଧିକାଂଶ ମଣ୍ଡଳୀର ସେହି ଅବସ୍ଥା ଆମ ଓଡ଼ିଶାରେ। ମଣ୍ଡଳୀ ମାନଙ୍କର ଆରମ୍ଭ ବହୁତ ଭଲ। ଯଦି ଇତିହାସକୁ ଅନୁସନ୍ଧାନ କରିବା ଆଉ ଖୋଜିବା, ମଣ୍ଡଳୀ ଗୁଡାକର ଆରମ୍ଭ ବହୁତ ଭଲ ଥିଲା। ଏହି ଅଞ୍ଚଳର ମଣ୍ଡଳୀ ହେଉ କି ଅନ୍ୟ ଅଞ୍ଚଳର ମଣ୍ଡଳୀ ହେଉ, ଗ୍ରାମାଞ୍ଚଳର ହେଉ କି ସହରାଞ୍ଚଳର ହେଉ, ଆରମ୍ଭ ବହୁତ ଭଲ ଥାଏ। ପରେ ପରେ କାହିଁକି କେଜାଣି ଭଲ ରହୁନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ବାଇବଲ ଆମ୍ଭମାନଙ୍କୁ କୁହେ ଆରମ୍ଭ ଅପେକ୍ଷା ସମାପ୍ତି ଭଲ। ଯାହା ହଉ ଏ ପଦଟା ମନେ ଅଛି। ଆମ ଆରମ୍ଭ ଭଲ ହେବା ଦରକାର, ସମାପ୍ତି ଭଲ ହେବା ଦରକାର। ଜଣେ ଯଦି ଆରମ୍ଭ କରିକି ସମାପ୍ତ କରିପାରିଲା ନାହିଁ ଯେକୌଣସି କାମ, ରବି ବାବୁ ଗୀତ ଆରମ୍ଭ କଲେ ଅଧାରେ ଛାଡ଼ିଦେଲେ କେମିତି ଲାଗିବ? ଆପଣ ମାନେ ଗୀତ ଆରମ୍ଭ କରିବେ ଅଧାରେ ଛାଡ଼ିଦେବେ। ଆପଣ ଭାତ ରାନ୍ଧିବେ ଅଧାରେ ଚୁଲି ଲିଭେଇଦେବେ। ଆପଣ କଢେଇରେ ମାଉଁସ ବସାଇବେ ଅଧାରେ ଚୁଲି ଲିଭିଯିବ। ଆପଣ ବିବାହ ବେଦୀରେ ବସିଥିବେ, ବାହାଘର ଅଧା ଚାଲିଥିବ, ବର ଉଠିକି ପଳେଇବ। ଆପଣ ମ୍ୟୁଜିକ ଶିଖୁଥିବେ, ଅଧାରୁ ଛାଡ଼ିଦେବେ। କିଛି ଲାଭ ହବ ବାବୁ? କିଛି ହବନି। ବାଇବଲ ଟ୍ରେନିଂ ଯାଇଥିବେ, ଅଧାରୁ ପଳେଇ ଆସିବେ। କୌଣସି ତାଲିମ ନଉଥିବେ, ଅଧା ଶିଖିଥିବେ। ଆଉ ଯୋଉମାନେ ଅଧାରେ ରହନ୍ତି, ଏ ଅଳ୍ପ ବିଦ୍ୟା ବଡ଼ ଭୟଙ୍କରୀ। ବେଶୀ ସମସ୍ୟା ଥାଏ। ଏଣୁ ଆମର ଆରମ୍ଭ ଯେମିତି ଥିଲା, ଶେଷ ସେମିତି ହେଲେ ରହିବା କଥା, ତାଠୁ ଅଧିକ ଭଲ ହେଲେ ରହିବା କଥା। ଆମର ଶେଷ ଖାଲି ସେମିତି ରହିଲେ ଯଥେଷ୍ଟ ନାହିଁ। କେତେକ ବିଷୟରେ ଶେଷ ଆହୁରି ଭଲ ହେବା କଥା। କିନ୍ତୁ ବିଶ୍ୱାସ ସମ୍ବନ୍ଧରେ ଆମର ବିଶ୍ୱାସ ଆରମ୍ଭରେ ସେମିତି ଥିଲା, ଶେଷରେ ସେମିତି ରହିବା କଥା। କିନ୍ତୁ ବାକ୍ୟ ଜ୍ଞାନରେ ସେମିତି ରହିଲେ ହେବ ନାହିଁ।
ଆରମ୍ଭରେ ବାକ୍ୟ ଯେତିକି ଜାଣୁଥିଲୁ 30 ବର୍ଷ ପରେ ବି ସେତିକି ଜାଣୁଛୁ ବୋଲି ହବ କି? ନାହିଁ। ଆମେ ସ୍କୁଲରେ ଗଲା ବେଳେ 15 ବର୍ଷ ସ୍କୁଲ ଗୁଡାକ ଗଲା ପରେ ବି ଯଦି ନାଇଁ ମୁଁ ଆରମ୍ଭରେ ଯୋଉ ଶିଖୁଥିଲି କଲେଜ ଯାଇକି ମଧ୍ୟ ହିଁ ଶିଖୁଛି ବୋଲି କହିଲେ କେତେ ଦୁଃଖର କଥା। ଏଣୁ ଜ୍ଞାନ ବିଷୟରେ ଆମର ଆରମ୍ଭ ଅପେକ୍ଷା ଶେଷ ଅଧିକ ହେବା ଦରକାର। ପବିତ୍ରତା ବିଷୟରେ ଆମର ଆରମ୍ଭ ଅପେକ୍ଷା ଅଧିକ ଶେଷ ଅଧିକ ଭଲ ହେବା ଦରକାର। ଏଣୁକରି ପରମେଶ୍ୱର କହନ୍ତି ଗୋଟିଏ ମଣ୍ଡଳୀକୁ ପ୍ରକାଶିତ ପୁସ୍ତକ ବାହାର କରନ୍ତୁ 2:19 ପଦ 2:19 ପଦ। ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ। ପୁଣି ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର ପୂର୍ବ କର୍ମ ଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ। ସେମାନଙ୍କର ବର୍ତ୍ତମାନର କର୍ମ ପୂର୍ବ କର୍ମ ଅପେକ୍ଷା ଅଧିକ। ହାଲେଲୁୟା। ଆମର ବି କର୍ମ ପୂର୍ବ ଅପେକ୍ଷା ଅଧିକ ହେବାକୁ ପଡିବ। ଅନେକ କ୍ଷେତ୍ରରେ ଆମର ଯାହା ଥିଲା ସେତିକି ରହିଲେ ଭଲ, କିନ୍ତୁ ଆଉ କେତେକ କ୍ଷେତ୍ରରେ ଆମର ପୂର୍ବ ଅପେକ୍ଷା ଅଧିକ ହେବାର ଅଛି। କମ ରହିଲେ ହେବ ନାହିଁ। ମାଇକ୍ର ସାଉଣ୍ଡ ମଧ୍ୟ ଆରମ୍ଭ ଅପେକ୍ଷା ଟିକେ ଅଧିକ ଭଲ ହେବାର ଅଛି। ଅପରେଟର ବାବୁ କଣ କର ଟିକେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପଡୋଶୀ ଲୋକକୁ ଟିକେ ଅନାନ୍ତୁ ଆଉ ତା ସହିତ ହାତ ମିଶାନ୍ତୁ, ହ୍ୟାଣ୍ଡ ଶେକ୍ କରନ୍ତୁ, କୁହନ୍ତୁ ଆପଣ ବେଶୀ ସୁନ୍ଦର ଦେଖା ଯାଉଛନ୍ତି ବୋଲି କୁହନ୍ତୁ। କାହିଁକି ମାନେ ମିଛ ପ୍ରଶଂସା ଭଲ ଲାଗେ ତ। ଓକେ, ପ୍ରଭୁଙ୍କ ନାମର ଗୌରବ ହଉ। ମୁଁ ଆସି ବାକ୍ୟକୁ ଖାଲି ଆରମ୍ଭ କରିକି ରଖିବି, କାଲିକି ଯେମିତି ଆମେ ବହୁତ ସମୟ ଶୁଣିବା। ଆଜି ଯେହେତୁ ବିଳମ୍ବ ହେଇଯାଇଛି, ଏଣୁ ବହୁତ ସମୟ ଆପଣ ମାନଙ୍କୁ ବସାଇବି ନାହିଁ ବୋଲି ଭାବୁଛ କି? ବସେଇ ମଧ୍ୟ ପାରେ, କିନ୍ତୁ ନାହିଁ। ଅଳ୍ପ ସମୟ ଆମେ ଦେଖିବା। ଅଳ୍ପ ସମୟ ବାକ୍ୟକୁ ଆମେ ଦୁଇ ଭାଗରେ ବାଣ୍ଟିବା। ଆଜି ମୁଁ ଆପଣ ମାନଙ୍କୁ କହିବି ଆମର ଆରମ୍ଭ ଅପେକ୍ଷା ଶେଷ କେତେ ଜଣଙ୍କର ଖରାପ ହେଇଗଲା। 7 ଜଣଙ୍କର କଥା ମୁଁ ଟିକେ ଟିକେ କହିବି। କାଲିକି ଆମେ ତାହାକୁ ଆଉ ଟିକେ ଆଗକୁ କଢାଇ ନେବା। ଆରମ୍ଭରେ ସେମାନଙ୍କର ଯାହା ଯାହା ଥିଲା, ଶେଷ ବେଳକୁ ତାହା ସେମାନେ ଧରି ରଖି ପାରିଲେ ନାହିଁ। ଏଇ ତାଲିକାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ରାଜା ସାଉଲ। ସାଉଲ ରାଜାଙ୍କର ଆରମ୍ଭ ବହୁତ ଭଲ ଥିଲା। ଯଦି ଆପଣ ମାନେ ପଢିବାକୁ ଚାହିଁବେ, ପରମେଶ୍ୱର ତାଙ୍କୁ ଅଧା ରାସ୍ତାରେ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଥମ ସାମୁଏଲ ବାହାର କରନ୍ତୁ ଆଉ ଦେଖନ୍ତୁ, ତାହାର 14 ଅଧ୍ୟାୟ ବାହାର କରନ୍ତୁ। ତେର ଅଧ୍ୟାୟର 14 ପଦ ପଢନ୍ତୁ। ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ। ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି। ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି। କାରଣ ସଦାପ୍ରଭୁ ତୁମକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କଲ ନାହିଁ। ଶୁଣନ୍ତୁ, କାହାର ଆରମ୍ଭ ଭଲ ହେଲା କିନ୍ତୁ ଶେଷ ଭଲ ହେଲା ନାହିଁ, ସେ ହେଉଛନ୍ତି ରାଜା ସାଉଲ। କାହିଁକି? ପାୱାର ଅଛି, ପୋଜିସନ ଅଛି, ସିଂହାସନ ଅଛି,
ଦେଶର ରାଜା ସିଏ, କିନ୍ତୁ ବାକ୍ୟ ପାଳନ କଲେ ନାହିଁ। ବେଳେ ବେଳେ ସେବା କାର୍ଯ୍ୟରେ ପ୍ରଭୁ ଆମକୁ ଆସନ ପୋଜିସନ ଦେବେ, ଆଉ ଯଦି ଆମେ ତାଙ୍କ ବାକ୍ୟାନୁଯାୟୀ ଜୀବନ ବିତାଇବା ନାହିଁ, ଆମର ଆରମ୍ଭ ଭଲ ହେଇପାରେ କିନ୍ତୁ ଶେଷ ଭଲ ହବ ନାହିଁ। ପ୍ରଭୁଙ୍କ ଲୋକମାନେ ଏଣୁକରି ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଭଲ ହେଇ ରହିବା ପାଇଁ ହେଲେ ଗୋଟିଏ ସୂତ୍ର, ଆରମ୍ଭ ପ୍ରଥମ ସୂତ୍ର ହେଲା ଆଜ୍ଞାବହତା। ସେଇ ଭୁଲ ଆଉ ଜଣେ କଲେ। ତାଙ୍କର ଆରମ୍ଭ ଏତେ ଭଲ ଥିଲା ଯେ ପରମେଶ୍ୱରଙ୍କ ପରି ଥିଲା, କିନ୍ତୁ ତାଙ୍କର ଶେଷ ଭଲ ହେଲା ନାହିଁ। ସେ ମଧ୍ୟ ଆଜ୍ଞାବହ ହେଲେ ନାହିଁ। ସେ ହେଉଛନ୍ତି ଆଦମ ହବା। ଆଦମ ହବାଙ୍କର ଆରମ୍ଭ ପରମେଶ୍ୱରଙ୍କ ପରି ଥିଲା। ପରମେଶ୍ୱର ଯେମିତି ଦେଖା ଯାଉଥିଲେ ଆଦମ ହବା ସେମିତି ଦେଖା ଯାଉଥିଲେ। ପରମେଶ୍ୱର ନିଜ ପ୍ରତିମୂର୍ତ୍ତିରେ ସାଦୃଶ୍ୟରେ ନିର୍ମାଣ କରିଥିଲେ। ପରମେଶ୍ୱରଙ୍କ ରୂପ ଯେମିତି ଆଦମ ହବାଙ୍କ ରୂପ ସେମିତି। ପରମେଶ୍ୱର ଯେପରି ପବିତ୍ର ଆଦମ ହବା ସେପରି ପବିତ୍ର। ପରମେଶ୍ୱର ଯେପରି ଆଦମ ହବା ସେପରି ନିରୋଗ। ରୋଗ ନାହିଁ, ପାପ ନାହିଁ, ଦୁଃଖ ନାହିଁ, କ୍ଲେଶ ନାହିଁ, କୌଣସି ପ୍ରକାର ଅସୁଚିତା ନାହିଁ। ଆଦମ ହବା ଈଶ୍ୱରଙ୍କ ପରି ଥିଲେ। ଆରମ୍ଭରେ ଆଜ୍ଞା ଲଙ୍ଘନ କରୁ କରୁ ସବୁ ହରାଇ ବସିଲେ। ଏଣୁ ଆମେ ଯୀଶୁଙ୍କୁ ଗ୍ରହଣ କଲୁ ସତ, କିନ୍ତୁ ଯୋଉ ବାକ୍ୟ ଆମକୁ ଦିଆଯାଇଛି ତାହାକୁ ଧରିକି ଚାଲୁଛୁ କିଏ? ନା ଖାଲି ବର୍ଷ ପରେ ବର୍ଷ ବିତିଗଲା, ଆମେ ଯୀଶୁଙ୍କୁ ଗ୍ରହଣ କଲୁ, ଆମେ ଖ୍ରୀଷ୍ଟିଆନ ହେଲୁ, ଆମ ପିଲାମାନେ ଜନ୍ମ ହେଲେ, ସେମାନେ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହେଲେ। ଚଳିବ ନାହିଁ, ଚଳିବ ନାହିଁ। ଆପଣ ବି ବାକ୍ୟକୁ ମାନିକି ଚାଲନ୍ତୁ, ଆପଣଙ୍କ ପିଲାମାନେ ମଧ୍ୟ ବାକ୍ୟକୁ ମାନିକି ଚାଲନ୍ତୁ। ଯେହେତୁ ଆଦମ ହବାଙ୍କର ଶେଷ ଅବସ୍ଥା ଭୟଙ୍କର ଥିଲା, ପତନ ହେଇଗଲା, ତାଡ଼ିତ ହେଇଗଲେ, ଅନନ୍ତ ଜୀବନ ହରାଇଲେ, ପାପର ଦାସ ହେଇଗଲେ, ଶୟତାନର ଫାନ୍ଦରେ ପଡ଼ିଗଲେ, ରୋଗ ପଶିଲା, ମୃତ୍ୟୁ ଆସିଲା, ଦୁଃଖ ଆରମ୍ଭ ହେଲା, ସବୁ ହରାଇଲେ। କାରଣ ଗୋଟିଏ ଭୁଲ, ଆଜ୍ଞା ଲଙ୍ଘନ। ଶୁଣନ୍ତୁ, ଆମେ ଯେ କେହି ହେଉ, ଆଜି ମୁଁ ଏଠାରେ ଠିଆ ହେଇ ପ୍ରଚାର କରୁଛି, ଯଦି ମୁଁ ମଧ୍ୟ ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱ ଦେବି ନାହିଁ ନିଜ ଜୀବନ ପାଇଁ, ମୋର ଶେଷ ବିପଦ ହେଇପାରେ। ଏଣୁ ଶୁଣନ୍ତୁ, ବିଚାର ଦିନରେ ସମସ୍ତ ବିଶ୍ୱାସୀ ମାନଙ୍କୁ ବିଚାର କରାଯିବ। କାହାକୁ ଆଜ୍ଞା ସ୍ୱର୍ଗରେ ସ୍ଥାନ ଦିଆଯିବ? ଯେ ବାକ୍ୟ ଅନୁଯାୟୀ ଜୀବନ ଯାପନ କରିଛି। ମୁଁ ଯୀଶୁଙ୍କୁ ଜାଣିଥିଲି, ମୁଁ ଯୀଶୁଙ୍କୁ ବିଶ୍ୱାସ କରୁଥିଲି, ଯେ ମୁଁ ବାକ୍ୟ ପାଳନ କରୁନଥିଲି। ମଦ ପିଇକି, ଖଇନି ଖାଇକି, ଗୁଟକା ଖାଇକି, ପାପ କରିକି, ବ୍ୟଭିଚାର କରିକି, ଦୁନିଆ ଧନ୍ଦା କରିକି, ଖ୍ରୀଷ୍ଟିଆନ ହେଇକି ରହିକି କଣ ଭାବୁଛନ୍ତି ଆପଣ ମାନେ ସ୍ୱର୍ଗ ଚାଲିଯିବେ? ଆମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟରେ ଆମକୁ ସ୍ଥିର ହେଇକି ରହିବାକୁ ପଡିବ। ହେଲେ ସାଉଲ ହରାଇଲା ପରି, ଆଦମ ହବା ହରାଇଲା ପରି ହରାଇ ବସିବେ। ଦ୍ୱିତୀୟ ବ୍ୟକ୍ତି ବା ଦ୍ୱିତୀୟ ବିଷୟ, ବ୍ୟକ୍ତି କହିଲେ ସୀମିତ ହେଇଯିବ। ଦ୍ୱିତୀୟ ବିଷୟ ହେଲା ଲୋଭ। ଲୋଭ ହେତୁରୁ କାହାରି ଆରମ୍ଭ ଭଲ ଥିଲା କିନ୍ତୁ ଶେଷ ଖରାପ ହେଇଗଲା। ଲୋଭକୁ ସାନ ପାପ ବୋଲି ଭାବନ୍ତୁ ନାହିଁ। ଜଣେ ହେଲେ ଗେହେଜି,
ଆଉ ଜଣେ ହେଲେ ଇସ୍କାରିୟତ ଯିହୁଦା। ଏ ଦୁଇ ଜଣ ବ୍ୟକ୍ତି ଏମାନଙ୍କର ଆରମ୍ଭ ବହୁତ ଭଲ ଥିଲା। ଗିହେଜୀ ଏଲିୟଙ୍କ ଶିଷ୍ୟ ଏଲିଶାଙ୍କ ପଛେ ପଛେ ଚାଲୁଛି। ଏଲିୟଙ୍କର 2 ଗୁଣ ପାଇଥିଲେ ଏଲିଶାଏ। ଏଲିୟଙ୍କର କେତେ ଗୁଣ ପାଇପାରିଥାନ୍ତା ଗିହେଜୀ? 4 ଗୁଣ। ଏଲିଶାଙ୍କର 2 ଗୁଣ ମାଗି ପାରିଥାନ୍ତା ସେ। ଏଲିଶାଙ୍କର 2 ଗୁଣ ଯଦି ମାଗିଥାନ୍ତା ଏଲିଶା ଦେଇଥାନ୍ତେ କି ନାହିଁ? ସେ ନିଜେ ପାଇଛନ୍ତି ପରା, ସେ ଦେଇଥାନ୍ତେ। କିନ୍ତୁ ଫଟା କପାଳ, କାହିଁକି ସେ ହରାଇଲା? ଜଏନ୍ କରିଥିଲା ମିନିଷ୍ଟ୍ରିରେ, ଭାବିଥିବ ଦିନେ ମୁଁ ଚେୟାରମ୍ୟାନ ହେବି, ଦିନେ ମୁଁ ଡାଇରେକ୍ଟର ହେବି, ଦିନେ ମୁଁ ବଡ଼ ପ୍ରଫେଟ ହେବି, ଦିନେ ମୁଁ ବିଶପ ହେବି, ଦିନେ ମୁଁ ବଡ଼ ସ୍ପିକର ହେବି, ଦିନେ ମୁଁ ଗ୍ରେଟ ମ୍ୟାନ ଅଫ ଗଡ ହେବି। କିନ୍ତୁ ଲୋଭ ଖାଇଦେଲା। ଆପଣ ମାନେ ଲୋଭୀ ନଥିବେ ବୋଲିକି ମୁଁ ଭାବୁଛି। 10 ମାଂସ ଦଉଛନ୍ତି ତ? ନା 10 ଟଙ୍କା ପକଉଛନ୍ତି ଖାଲି? ଆମ ଲୋକମାନେ ଦାନ ଦେବାରେ ବହୁତ ଦୁର୍ବଳ। କାହିଁକି? ଲୋଭ। କାଲିକି ମତେ ଲାଗୁଛି କଇନ୍ ଆସିବ ନାହିଁ ଦାନ ସଂଗ୍ରହ ବେଳକୁ। 5 ଟଙ୍କା 10 ଟଙ୍କା ଥଳି ଗୁଡାକ ଓଜନ ହେଇଯାଉଛି। ଆମେ ଲୁଗା ଦୋକାନକୁ ଗଲେ ବଡ ବଡ ନୋଟ ନେଇକି ଯାଉଛି। ପ୍ରଭୁଙ୍କୁ ଦେଲା ବେଳକୁ ହାତ ପଛକୁ ହେଇଯାଉଛି। କାହିଁକି? ଲୋଭ। ମୁଁ ପଚାରିବି ନାହିଁ କେତେ ଲୋକ ବିଶ୍ୱସ୍ତ ଭାବରେ 10 ମାଂସ ଦଉଛ ବୋଲି, କିନ୍ତୁ ଆମ ଲୋକମାନେ ଦିଅନ୍ତି ନାହିଁ। ଚୋର ଗୁଡାକ ପ୍ରଭୁଙ୍କର ପକେଟ ମାର ଦିଅନ୍ତି। ମୁଁ ତ କହିବି ଚର୍ଚ୍ଚର କାନ୍ଥରେ ଲେଖ, ପକେଟ ମାର ପ୍ରତି ସାବଧାନ। କାହାର ପକେଟ ମାରୁଛନ୍ତି ଏମାନେ? ପ୍ରଭୁଙ୍କର ପକେଟ। 10 ମାଂସକୁ ନେଇକି ବହୁତ ତର୍କ ବିତର୍କ ଚାଲିଛି, ଦେବା କଥା ନ ଦେବା କଥା ଇତ୍ୟାଦି କଥା ଚାଲିଛି। ଆରେ ଦିଅ, କିଛି ତ ଦିଅ ପ୍ରଭୁଙ୍କୁ। 10 ମାଂସ କିଛି ନାହିଁ, ଅଧିକ ଦେବା କଥା। ଜଣେ ଲୋଭୀ ଲୋକ, କେହି ଏତେ ଲୋଭୀ ଯେ ନିଜ ଦେହର ଜ୍ୱର ମଧ୍ୟ ଦେବେ ନାହିଁ କାହାକୁ, ଦେହର ମଇଳା ବି କାହାକୁ ଦେବେ ନାହିଁ। ଏତେ ଲୋଭୀ, କିଛି ଦେବେ ନାହିଁ। ମୁଁ କହିବା ପାଇଁ ଚାହେଁ, ଲୋଭ ହେତୁରୁ ଇସ୍କାରିୟତ ଯିହୁଦା ଆରମ୍ଭ କରିଥିଲା, ହରାଇଦେଲା। ଗିହେଜୀ ଆରମ୍ଭ କରିଥିଲା, ହରାଇଦେଲା। ଲକ୍ଷ୍ୟ ଭ୍ରଷ୍ଟ ହେଇଯିବ। କାହିଁକି? ଆଜ୍ଞା ବିଲିୟମ ହରାଇଲା। ଆରମ୍ଭ କରିଥିଲା ଭାବବାଦୀ ହେଇକି, ଶେଷ କରିପାରିଲା ନାହିଁ। ଲୋଭ। କେହି ଏତେ ଲୋଭୀ ଯେ ପଡୋଶା ଘର ଲୋକକୁ ଟିକେ ସାହାଯ୍ୟ କରିବେ ନାହିଁ। ଟଙ୍କା ଥିବ, ଧନ ଥିବ, ଖାଇବାକୁ ଥିବ, ପିନ୍ଧିବାକୁ ଥିବ, ଦେବେନି। ଏଣୁ ମୁଁ କହିବା ପାଇଁ ଚାହେଁ, ପ୍ରଭୁଙ୍କ ଲୋକମାନେ, ଯଦି ଆମର ଆରମ୍ଭ ଅପେକ୍ଷା ଶେଷ ଭଲ ହେଉ, ଆରମ୍ଭ ଠାରୁ ଶେଷ ଭଲ ହେଉ, ଶେଷ ପର୍ଯ୍ୟନ୍ତ ଆମେ ଭଲ ହେଇକି ରହୁ, ଲୋଭ ଛାଡ଼ନ୍ତୁ। କାହିଁକି ଲୋଭ ଛାଡ଼ିବା କଥା ଦରକାର? ଲୋଭ ପ୍ରତିମା ପୂଜା ସହିତ ସମାନ ଅଟେ। ଲୋଭ ଗୋଟିଏ ଏତେ ଭୟଙ୍କର ପାପ ଯେ ତାହାକୁ ମୂର୍ତ୍ତି ପୂଜା ବୋଲି କୁହାଯାଉଛି। ଏତେ ବଡ଼ ପାପ ଅଟେ। ବାହାର କରନ୍ତୁ ଏଫେସୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର, ସେଠାରେ ଲେଖା ଅଛି 5 ଅଧ୍ୟାୟ 5 ପଦ। କାରଣ ତୁମ୍ଭେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ, ସେ ତ ଦେବପୂଜକ, ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ। ସେ ତ ଦେବ ପୂଜକ।
যদি ଆପଣ ଭାବୁଛନ୍ତି ମୁଁ ଖାଲି ଲୋଭୀ ସିନା, ମୁଁ ଆଉ କଣ ପାପ କରୁଛି କି? ନାହିଁ, ଲୋଭ କରିବା, ଦେବ ପୂଜା କରିବା ଏକା ପାପ ଅଟେ। ପୁଣି ଲେଖା ଅଛି ଧନ ଲୋଭ ସମସ୍ତ ଅନರ್ಥର ମୂଳ ଅଟେ। ଭୟଙ୍କର ପାପ। ପ୍ରଭୁଙ୍କ ପାଇଁ ଖର୍ଚ୍ଚ କରିବା, ଗରିବ ମାନଙ୍କ ପାଇଁ ଖର୍ଚ୍ଚ କରିବା, ସେବକ ମାନଙ୍କ ପାଇଁ ଖର୍ଚ୍ଚ କରିବାରେ କେହି ପଛ ଘୁଞ୍ଚା ହୁଅନ୍ତୁ ନାହିଁ। କାହିଁକି? ତହିଁରେ ବହୁତ ପୁରସ୍କାର ଆପଣ ଫେରି ପାଇବେ। ଆଉ ଲୋଭୀ ମାନେ କେବଳ କେବଳ ଲୋଭୀ ହେଇ ଲୋଭାକ୍ରାନ୍ତ ହେଇକି ସେମାନଙ୍କର କ୍ଷତି ହେବ, ସବୁ ହରାଇ ବସିବେ ସେମାନେ। ଏଣୁ ସାବଧାନ। ଲୋଭୀ ଲୋକର ଆରମ୍ଭ ଅପେକ୍ଷା ଶେଷ ଭଲ ହୁଏ ନାହିଁ। ଏହା ଦ୍ୱିତୀୟ ବିଷୟ ମନେ ରଖିବେ। ତୃତୀୟ ପାପ, ଯଦି ଜଣେ ଶାରୀରିକ ଅଭିଳାଷକୁ ଦମନ କରେ ନାହିଁ, ତାର ଶେଷ ଭଲ ହେବ ନାହିଁ। ଏଲି ଯାଜକର ପିଲାମାନେ ଆରମ୍ଭ ଭଲ ଥିଲା ସେମାନଙ୍କର। ମୁଁ ପଢାଇବି ନାହିଁ, ଆପଣ ଲେଖୁଛନ୍ତି ଲେଖି ନିଅନ୍ତୁ। ପ୍ରଥମ ସାମୁଏଲ ତାହାର 3 ଅଧ୍ୟାୟ, 2 ଅଧ୍ୟାୟ, 4 ଅଧ୍ୟାୟ, 5 ଅଧ୍ୟାୟ, এই 4 ଅଧ୍ୟାୟ। ସେମାନେ ଯାଜକ ଥିଲେ। ହଫନି, ପିନହସ ସିନ୍ଦୁକ ଧରିକି ଯିବାର ସେବା ପାଇଥିଲେ, ସମାଗମ ତମ୍ବୁର ସେବା ପାଇଥିଲେ, କିନ୍ତୁ ତମ୍ବୁ ନିକଟରେ ସେବାକାରୀ ସ୍ତ୍ରୀ ମାନଙ୍କୁ ଭ୍ରଷ୍ଟ କରୁଥିଲେ। এই ହେତୁରୁ, ଦୁଷ୍ଟତା ହେତୁରୁ, ଅଭିଳାଷ ହେତୁରୁ ସେମାନଙ୍କର ଶେଷ ଭଲ ହେଲା ନାହିଁ। ମଲେ ଯୁଦ୍ଧରେ, ଖଡ୍ଗଘାତ ହେଇକି ମଲେ। ଶୁଣ, ଯଦି କେହି ଶାରୀରିକ ଅଭିଳାଷକୁ ଦମନ କରିବ ନାହିଁ, ସେ ସେବକ ହଉ କି ବିଶ୍ୱାସୀ, ସେ ନୂଆ ହଉ କି ପୁରୁଣା, ତାର ଶେଷ ଭଲ ହେବ ନାହିଁ। ବିଲକୁଲ ଭଲ ହେବ ନାହିଁ। ଆମର ଶେଷ ଯଦି ଭଲ ହେଉ ବୋଲି ଚାହୁଁଛନ୍ତି, ବ୍ୟଭିଚାରରୁ ପଳାୟନ କରନ୍ତୁ, ଅଭିଳାଷରୁ ପଳାୟନ କରନ୍ତୁ, କାମୁକଥାରୁ ପଳାୟନ କରନ୍ତୁ, ଶରୀରକୁ ଶୁଚି କରିକି ଧରି ରଖନ୍ତୁ। ଆମେ କେତେ ଖ୍ରୀଷ୍ଟିଆନ, କେତେ ପୁରୁଣା, ଆମେ କେତେ ଧାର୍ମିକ ଦେଖାଯାଉଛୁ, ଆମେ କେତେ ବଡ଼ ପୋଷ୍ଟରେ ଅଛୁ, ଆମେ କେତେ ବାକ୍ୟ ଜାଣିଛୁ, କିଛି କାମ ଦେବ ନାହିଁ। ହଫନି ପିନହସି ପଦ ପଦବୀରେ ଥିଲେ, ଯାଜକ ହେଇକି ଥିଲେ, ସିନ୍ଦୁକ ଧରିକି ଯାଉଥିଲେ, ବେଦୀର ସେବା କରୁଥିଲେ, କିନ୍ତୁ ପାପ ଛାଡ଼ି ନାହାନ୍ତି। ବିଶେଷ କରି ଅଭିଳାଷ, ବ୍ୟଭିଚାର ଛାଡ଼ି ନାହାନ୍ତି। କି ଲାଭ ହେବ? ଭାବି ଦେଖନ୍ତୁ, ଆରମ୍ଭ କରିକି ଆତ୍ମାରେ, ଶେଷ ହଉଛି ଶରୀରରେ। କି ଲାଭ ହେବ? ଆରମ୍ଭ କରିକି ଶେଷ କରିପାରିଲେ ନାହିଁ, କି ଲାଭ ହବ? ସାବଧାନ। ଆତ୍ମାରେ ଆରମ୍ଭ କରିକି ଶରୀରରେ ସ୍ଥିତ ହେଉଛନ୍ତି କେହି କେହି। ସାବଧାନ ପ୍ରିୟ ଈଶ୍ୱରଙ୍କ ଲୋକମାନେ। ଏହା ତୃତୀୟ ବିଷୟ। ଯୋଉମାନେ ଅଭିଳାଷର ଅନୁଗାମୀ, ସେମାନଙ୍କର ଶେଷ ଭୟଙ୍କର ଦୁର୍ଦ୍ଦଶାରେ ହୁଏ। ଚତୁର୍ଥ କଥା ମୁଁ କହୁଛି, ଯେଉଁମାନେ ଆସନର ଲୋଭୀ, ସେମାନଙ୍କର ଶେଷ ଭଲ ହୁଏ ନାହିଁ। ଆସନ ଲୋଭୀ, ପଦ ପଦବୀର ଲୋଭୀ। ପ୍ରଭୁ ଆପଣଙ୍କୁ ମନୋନୀତ କରିଛନ୍ତି ତ ନିଶ୍ଚୟ ସେ ଦେବେ। ଯଦି ପ୍ରଭୁ ଆପଣଙ୍କୁ ବାଛିଛନ୍ତି କୌଣସି ପଦ ଦେବା ପାଇଁ, କେହି ଅଟକାଇ ପାରିବ ନାହିଁ, ସେ ଦେବେ। କିନ୍ତୁ ପଦ ପଦବୀକୁ ପାଇବା ପାଇଁ କୌଣସି କୁ ଯନ୍ତ୍ରଣା ମନ୍ତ୍ରଣା ନ କରୁ। ସେମାନଙ୍କର ଶେଷ ଖରାପ ହେଇଯାଏ। ଉଦାହରଣ ହଉଛି ଜାରବିଆମ। ଜାରବିଆମକୁ ପ୍ରଭୁ ଟାଣି ଆଣିକି ସିଂହାସନ ଦେଇଥିଲେ। ଷ୍ଟୋରିକୁ ଆପଣ ମାନେ ପାଇପାରିବେ ପ୍ରଥମ ରାଜାବଳୀ 12 ଅଧ୍ୟାୟ, 13 ଅଧ୍ୟାୟ, 14 ଅଧ୍ୟାୟ। ଜାରବିଆମ କିଏ ଥିଲା?
तार पितृपुरुष माने राजा नथिले जदि आपण जारबियम कथा देखिबे जारबियमर पितृपुरुष माने से माने राजा नथिले जारबियम गोटे साधारण लोक थिला आउ सोलोमन ताहाको आनिकी पद पदवी रे विभूषित कले जोसेफ वंश परे ताहाको अध्यक्ष कले काहेकि से परिश्रमी थे किंतु कालक्रमे कौन हैला परमेश्वर ताहाको आहुरी उठाइले आओ से देखिला मते प्रभु राजा बनाउछंती मु घटना को संक्षिप्त करूछि काले मो लोक माने जदि जिहुदा को पळेइबे तो राज्य सेमानकर हेबो मु काले आसन हरैबी बोली कि बेथेल रे गुटे दान रे गुटे सुनार बाछुरी तैयारी करके रखिला आ कहिला हे इस्राएलियो माने ए बाछुरी ही सदा प्रभु कहीं आज्ञा बाछुरी तैयारी गला लोक माने जदि जेरूसालेम को जिवे जेरूसालेम रो राजा को देखिबे काले सेपट राजा को भल पाइबे मते मारी देबे मोर आसन पळेबो केही केही ठांती काहाको आसन न मिलू मते ही आसन मिलुथाओ मु कहिबा पई चाहे जदि प्रभु चाहिबे आपण को आसन देबा पई के अटकै परिबे नै किंतु आसन पाइबा पई लोभाक्रांत होई षडयंत्र करिकि कुकर्म करिवार केबे नै यदि सेमति करंती सेमानकर शेष खराब हो जीवो प्रमाण होछि लुसिफर को प्रभु आसन देइथिले स्वर्ग रे तार गोटे सिंहासन था किंतु से आउ बड़ सिंहासन पई लोभी होछि से रही पारला नहीं तार पतन हैला मु कहिबा पई चाहे जो माने आसन पाई मरंती आजिकाली मंडली मानकरे पद पदवी पाइबा पाई सेक्रेटरी हेबा पाई प्रेसिडेंट हेबा पाई लीडर हेबा पाई षडयंत्र चलीची पैसा खाउचंती लांच देउछंती एडे खराब हो गला सावधान प्रभु को लोक माने लुसिफर आरंभ बोलो थिला स्वर्गदूत थिला शेष रे भूत हो गला शैतान हो गला जारबियाम आरंभ बोलो थिला शेष रे अभिशप्त हो गला काहेकि पद पदवीर लोभ मु आपण मान को चेताई देबा पई चाहे हमर आरंभ आ शेष भलो हे कि रहू बोली चाहउछंती पद पदवीर लालसा न रहू प्रभु जदि देउछंती पद पदवी तो हिरे विश्वस्त हे कि सेवा करबा कथा लालसा न रहू नले आमे भी विनष्ट हेबार विलंब हेबो नाही मु कहिली आज्ञा बहुता जदि अछि प्रथम कथा ताहेले आमे आरंभ रु शेष जाय भलो हिके रहिबा जदि आमे लोभ शून्य होई कि जीवा ताहेले आमे भी आरंभ रु शेष जाय भलो हिके रहि परिबा तृतीय कथा मु कहिली जदि आमे शारीरिक अभिलाष को दमन करिबा हमर आरंभ एवं शेष भलो हबो चतुर्थ कथा मु कहिली जदि आमे आसन लोभी पद पदवीर लोभी हेबा नाही हमर आरंभ एवं शेष भलो हबो पंचम कथा जदि प्रभु को लोक माने आमे जदि आहाब परि हेबा नाही आहाब एक दुष्टा स्त्री को विवाह कला तार कथारे पड़ी परमेश्वर को छाड़ी विपदगामी है तार आरंभ भलो थिला शेष रे अभिशप्त हे कि से मरुछि मु कहिबा पई चाहे जदि
ଆମର ଆରମ୍ଭ ଏବଂ ଶେଷ ଭଲ ହଉ ବୋଲି ଚାହୁଁଛୁ। ଶୁଣ, ଠିକ ଲୋକ ସହିତ ଫେଲୋସିପ ରଖିବେ। ଯଦି ଆହାବ ବିବାହ କରିଥାନ୍ତା ଗୋଟିଏ ବିଶ୍ୱାସିନୀ ମହିଳାକୁ, ସେ ଭ୍ରଷ୍ଟ ହେଇନଥାନ୍ତା। ଆମ ଭେଣ୍ଡିଆ ମାନେ ଆଜିକାଲି ଫେସବୁକରେ ବାହା ହଉଛନ୍ତି, ସୋସିଆଲ ମିଡିଆରେ କନ୍ୟା ଖୋଜୁଛନ୍ତି, ନିଜ ଇଚ୍ଛାରେ କରୁଛନ୍ତି। ଶୁଣ, କାରି କାରି ଆତ୍ମିକ ଜୀବନ ନଷ୍ଟ ହେଇଯାଉଛି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଲୋଟ ବିନଷ୍ଟ ହେଲା, ତାର ବଂଶ ଅଭିଶପ୍ତ ହେଲା, କାହିଁକି ଜାଣିଛନ୍ତି? ସେ ଠିକ ଲୋକକୁ ଛାଡ଼ି ଦେଇ ସୋଦମ ଗମୋରା ଆଡେ ଯାଇକି ଘର ବନେଇଲା। ଅବ୍ରାହମ ସାଙ୍ଗରେ ରହୁଥିଲା, କାର କଥାରେ ଅବ୍ରାହମକୁ ଛାଡ଼ିଲା? ମେଷପାଳକ ମାନଙ୍କର ଝଗଡା ହଉଛି ବୋଲି। ମେସୋପୋଟାମିଆରୁ ବାହାରି ଆସିଛି ଅବ୍ରାହମଙ୍କ ସହିତ, ଦୀର୍ଘ ବର୍ଷ ଅବ୍ରାହମଙ୍କ ସାଙ୍ଗରେ ସାଙ୍ଗରେ ରହୁଛି। ଅବ୍ରାହମ କିଏ? ପରମେଶ୍ୱରଙ୍କର ବନ୍ଧୁ। ସକାଳେ ଦିନରେ ରାତିରେ ପ୍ରଭୁ କଥା କହୁଛନ୍ତି। ମେଣ୍ଢା ବେପାର ଭଲ ହଉ ବୋଲି ପ୍ରଭୁଙ୍କୁ ଛାଡିକି ପଳେଇଛି। ଆଉ କୁଆଡେ ଯାଇଛି ଆଜ୍ଞା? ସୋଦମ ଗମୋରାରେ ଘର ବନେଇକି ଅଛି। ଅବ୍ରାହମଙ୍କ ପାଖରେ ଥିଲା ବେଳେ ତମ୍ବୁରେ ରହୁଥିଲା। ଯେ ଦେଶ ଯାଇ ସେ ଫଳ ଖାଇ, ଜैसा देश ऐसा भेष। ଅବ୍ରାହମ ଘରେ ଥିଲା, ଗିର୍ଜା ପ୍ରାର୍ଥନା ସବୁ ହେଉଥିବ। ସୋଦମ ଗମୋରାରେ କିଏ ଗିର୍ଜା କରିବା ସାଙ୍ଗରେ? ତା ସ୍ତ୍ରୀ ତ ଲୋଭୀଟା, ତା ଜୁଇ ମାନେ ତ ପରିହାସ କରିବା ଲୋକମାନେ। ଏକାକି ପଡିଗଲା। ପରିଶେଷରେ ପ୍ରଭୁଙ୍କ ଲୋକମାନେ ସେ ଗାଁରୁ ଘର ଛାଡିକି ପଳେଇବାକୁ ପଡିଲା। ଶୁଣ, ତା ଲାଇଫରେ ଘର ନଥିଲା, ତମ୍ବୁ ଥିଲା, ତମ୍ବୁ। ଆହ୍ୱାନ ଭୁଲନ୍ତୁ ନାହିଁ। ଅଗ୍ନି ବୃଷ୍ଟି ହେଇ ଘର ପଡି ଯାଉଛି। ତା ସ୍ତ୍ରୀ ବି ପଥଗାମୀ ହେଇକି ଲବଣ ସ୍ତମ୍ଭ ହେଲା। ତାର ଦୁଇଟା ଝିଅ ମାନେ ବାପାକୁ ମଦ ପିଆଇ, ଦ୍ରାକ୍ଷା ରସ ପିଆଇକି ଯାହା କଲେ, ଘୃଣ୍ୟ କର୍ମ। ସନ୍ତାନ ଜନ୍ମ ହେଲା, ମୟାବ ଅଭିଶପ୍ତ ହେଲେ। କାହିଁକି? ପ୍ରଭୁଙ୍କ ଲୋକକୁ ଛାଡିକି ନିଜର ସୁବିଧା ଖୋଜିଲେ ଏମିତି ହବ। ଏଣୁ ଆତ୍ମିକ ଲୋକ ସହିତ ସହଭାଗିତା ଯଦି କରିବେ ନାହିଁ, ଆରମ୍ଭ ଭଲ ହେଇଥିଲେ ମଧ୍ୟ ଶେଷ ଖରାପ ହେବାର ସମ୍ଭାବନା ଅଛି। ଆତ୍ମିକ ଲୋକକୁ ଛାଡନ୍ତୁ ନାହିଁ। ଯୁବାମାନେ ବିବାହ କରିବ, ବେଶୀ ରୂପ ରଙ୍ଗ ଗୋରା ଦେଖିବ ନାହିଁ, ଆତ୍ମିକତାକୁ ଦେଖ। ଧନ ଏସବୁ ପରେ ଦେଖ, ସୁନ୍ଦରତା ହେଲେ ଚଳିବ, ନହେଲେ ଚଳିବ, ଆତ୍ମିକତା ନହେଲେ ଚଳିବ ନାହିଁ। ଆହାବର ସମସ୍ୟା ହେଲା, ଆହାବ ଗୋଟିଏ ଏମିତି ସ୍ତ୍ରୀକୁ ବାହା ହେଲା ଯେ କି ଦୁଷ୍ଟ ଆଉ ଗୁଣୀ ଗାରୁଡି ତନ୍ତ୍ର ମନ୍ତ୍ରକୁ ବିଶ୍ୱାସ କରିବା ସ୍ତ୍ରୀ। ବିଜାତି ଝିଅ। ଆହାବର ଆରମ୍ଭ ଭଲ ଥିଲା, ଶେଷ ଖରାପ ହେଇଗଲା। ମୁଁ ଆପଣ ମାନଙ୍କୁ ଚେତାଇ ଦେବା ପାଇଁ ଚାହେଁ, ଆପଣ ମାନଙ୍କର ଆରମ୍ଭ ଠାରୁ ବର୍ତ୍ତମାନ ଭଲ ଅଛି ତ? ଯଦି ଭଲ ନାହିଁ, ଟିକେ ଚେକ୍ କରନ୍ତୁ କୋଉଠି ଆପଣଙ୍କର ସମସ୍ୟା ହେଇଛି। ଆଉ ଗୋଟେ କଥା, ଆଦ୍ୟ ପ୍ରେମ ପରିତ୍ୟାଗ କଲେ ଆମର ଶେଷ ଦୁର୍ଦ୍ଦଶା ହେଇଯାଏ। ପ୍ରକାଶିତ 2 ଅଧ୍ୟାୟ ତାର 4-5ରେ ଏଫେସୀୟ ମଣ୍ଡଳୀକୁ ସୂଚନା ଦିଆଗଲା, ତୁମେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ପଢି ଦିଅନ୍ତୁ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର। ନହେଲେ ଯେବେ ମନ ପରିବର୍ତ୍ତନ ନ କର,
ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ଆପଣ ମାନଙ୍କୁ କହିବା ପାଇଁ ଚାହେଁ ବାଇବଲର 7 ଗୋଟି ମଣ୍ଡଳୀ ଏଫିସସ୍, ସ୍ମୁର୍ଣ୍ଣା, ପରଗମ, ଥୁୟତିରା, ଫିଲାଡେଲଫିଆ, ସାର୍ଦି, ଲାଉଦିକିଆ, ଏ 7ଟା ମଣ୍ଡଳୀକୁ ମଧ୍ୟରୁ ଗୋଟିଏ ମଣ୍ଡଳୀକୁ ପ୍ରଭୁ ଚେତନା ଦେଇଥିଲେ, ତମେ ଯଦି ଆଦ୍ୟ ପ୍ରେମକୁ ଫେରି ଆସିବ ନାହିଁ, ଆମେ ତୁମର ପ୍ରଦୀପ ତୁମଠାରୁ ଘୁଞ୍ଚେଇ ଦେବ। ଜାଣିଛନ୍ତି, ସତକୁ ସତ ସେମାନଙ୍କର ପ୍ରଦୀପ ପ୍ରଭୁ ଘୁଞ୍ଚାଇ ଦେଲେ। ଆଜି ଏଫିସସ୍ ସହରରେ ମଣ୍ଡଳୀ ନାହିଁ। କାହିଁକି ନାହିଁ? ବାକ୍ୟ ଶୁଣିଲେ ହେ, ଚେତନା ପାଇଲେ ହେ, ସେମାନେ ପରିବର୍ତ୍ତନ ହେଲେ ନାହିଁ। ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଏ ସଭାରେ ଆମମାନଙ୍କୁ ଚେତାଇ ଦେଉଛନ୍ତି, ଆମେ ଯଦି ଆଦ୍ୟ ଜୀବନରେ ଯେମିତି ଥିଲୁ, ପକ୍କା ମାନଙ୍କ ପାଇଁ, ପାଳକ ମାନଙ୍କ ପାଇଁ, ସେବା କରିବା ପାଇଁ, ବାକ୍ୟ ପଢିବା ପାଇଁ, ପ୍ରାର୍ଥନା କରିବା ପାଇଁ ଯେମିତି ଥିଲୁ, ସେମିତି ରହିବା ନାହିଁ। ଆମର ଦୀପ ବି ଲିଭା ଯାଇପାରେ। ପ୍ରଭୁଙ୍କ ଲୋକମାନେ ଏଇ କେତୋଟି କଥା କହିକି ମୁଁ ସମାପ୍ତ କରୁଅଛି। ଯଦି ଆଜ୍ଞାବହ ହେବେ ନାହିଁ, ଆରମ୍ଭ ଅପେକ୍ଷା ଶେଷ ଭୟଙ୍କର ଦୁର୍ଦ୍ଦଶାରେ ପରିଣତ ହେବ। ଯଦି ଲୋଭ ଛାଡ଼ିବେ ନାହିଁ, ଆରମ୍ଭ ଅପେକ୍ଷା ଶେଷ ଭୟଙ୍କର ନଷ୍ଟ ହେଇଯିବ। ଆଉ ଗୋଟିଏ ବିଷୟ, ଗର୍ବ। ମୁଁ 7ଟି କଥା କହିବା ପାଇଁ ଚାହୁଁଥିଲି। ପ୍ରଥମ ହେଲା ଆଜ୍ଞାବହତା, ଦ୍ୱିତୀୟ ହେଲା ଲୋଭ ଶୂନ୍ୟ ଜୀବନ, ତୃତୀୟ ହେଲା ଅଭିଳାଷ ଶୂନ୍ୟ ଜୀବନ, ଚତୁର୍ଥ ହେଲା ପଦ ପଦବୀ ପ୍ରତି ଲାଳସା ଶୂନ୍ୟ ଜୀବନ ହେବା ଦରକାର। ଆଉ ପଞ୍ଚମ ବିଷୟ କଣ କହିଥିଲି? ଆତ୍ମିକ ଲୋକ ସହିତ ସହଭାଗିତା କରିବା ଛାଡ଼ିବ ନାହିଁ। ହାଲେଲୁୟା। ଷଷ୍ଠ ହେଲା ଆଦ୍ୟ ପ୍ରେମକୁ ଛାଡ଼ିବାକୁ ହେବ ନାହିଁ। ସପ୍ତମ, ନମ୍ର ହେଇକି ରହିବ, ଗର୍ବ ଛାଡ଼ିବ ନାହିଁ। ସେମିତିକି ଗର୍ବ ଛାଡ଼ିବ, ନମ୍ର ହେଇକି ରହିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସହଜ ନାହିଁ ଆଜ୍ଞା। କିଛି କିଛି ସଭାରେ ଭଲ ଭଲ ଗୀତ ଗାଇବା ପିଲାମାନେ ଗୀତ ଗାଇବାକୁ ସୁଯୋଗ ନେଲେ ମାଡଗୋଳ ହେଇଯାଉଛନ୍ତି। କୁଆଡେ ହେଲା ନମ୍ରତା? କିଛି କିଛି ପାଳକ ପ୍ରଚାରକ ମାନେ ମାନ ସମ୍ମାନ ନ ମିଳେ ଝଗଡା ହେଇଯାଉଛନ୍ତି। କୋଉଠି ରହିଲା ନମ୍ରତା? ମୁଣ୍ଡ ନୁଆଇବା ନମ୍ରତା ନାହିଁ। ଆପଣଙ୍କୁ ଯେତେ ଦୁଃଖ ଦେଲେ ବି ସହିଯିବା ହଉଛି ନମ୍ରତା। ମାନ ସମ୍ମାନ ନ ଖୋଜିବା ହଉଛି ନମ୍ରତା। ହାଲେଲୁୟା। ଏ 7 ଗୋଟି ବିଷୟକୁ ଯଦି ଆମେ ଆରମ୍ଭରୁ ଶେଷରେ ଧରି ରଖିବା, ପ୍ରଭୁଙ୍କ ଲୋକମାନେ ଆମେ ଖ୍ରୀଷ୍ଟଙ୍କର ସହଭାଗୀ ହେଇପାରିବା ଶେଷ ଦିନରେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମେ ଏ ସକଳ ବିଷୟକୁ ଧରିକି ଚାଲିବା ଖ୍ରୀଷ୍ଟିଆନ। ଆସନ୍ତୁ ଚକ୍ଷୁ ବନ୍ଦ କରନ୍ତୁ। ମଙ୍ଗଳମୟ ସ୍ୱର୍ଗୀୟ ପିତା, ଅଳ୍ପ ସମୟ ତମ ବାକ୍ୟ ଧ୍ୟାନ କରିବା ପାଇଁ ଆମମାନଙ୍କୁ ଦୟା କରିଛ।